ମାମଲା ଓଡ଼ିଶା ଫ୍ୟାକ୍ଟ୍ରି ଆଇନର ବିଭିନ୍ନ ଧାରା ଉଲ୍ଲଂଘନ କରିବା ଅଭିଯୋଗରେ ଏହି ସବୁ ମାମଲା କରିଛି ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ନିର୍ଦ୍ଦେଶାଳୟ। ଆଉ 7 ବର୍ଷ ଭିତରେ କାରଖାନା ଭିତରେ ଦୁର୍ଘଟଣା ବି ରେକର୍ଡ ରଖିଛି। ଆଇନ ଉଲ୍ଲଂଘନରେ ଭୂଷଣର ରେକର୍ଡ ଏ ସରକାରୀ ତାଲିକା ତାର ପ୍ରମାଣ। 2013 ଅକ୍ଟୋବର 30 ତାରିଖ ସୁଦ୍ଧା କମ୍ପାନୀ ବିରୋଧରେ ଦାୟର ହୋଇଛି 69ଟି ମାମଲା ଓ 70ତମ ମାମଲା ହୋଇଛି ବୁଧବାର ବ୍ଲାଷ୍ଟ ଫର୍ନେସ୍ 2ର ବିସ୍ଫୋରଣ। ରେ ଭୂଷଣ ନାଁରେ ସବୁଠାରୁ ଅଧିକ 16ଟି ମାମଲା ରୁଜୁ କରିଛି ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ନିର୍ଦ୍ଦେଶାଳୟ। ଚଳିତ ବର୍ଷ ଏବେ ସୁଦ୍ଧା କମ୍ପାନୀ ବିରୋଧରେ 12ଟି ମାମଲା ହେଲାଣି। ଏ ସବୁ ହେଉଛି ଫୌଜଦାରୀ ମାମଲା। ଦୋଷୀ ସାବ୍ୟସ୍ତ ହେଲେ 6ରୁ 7 ବର୍ଷ ଜେଲ୍ ଦଣ୍ଡ ଓ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା। ତେବେ ଏସବୁ ମାମଲା ଏବେ ବିଚାରାଧୀନ ଅଛି। ଗୋଟିଏ ବି ଫୈସଲା ହୋଇନାହିଁ। 13 ତାରିଖ ଘଟଣା ପାଇଁ ଫ୍ୟାକ୍ଟ୍ରି ଓ ବଏଲର୍ସ ନିର୍ଦ୍ଦେଶାଳୟ ପକ୍ଷରୁ ସାନି ମାମଲା କରାଯାଇ କମ୍ପାନୀକୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରାଯାଇଛି। ଭୁଲଟା ମ୍ୟାନେଜମେଣ୍ଟର ସେମାନେ କମିଶନିଂ ଆକ୍ଟିଭିଟି କରୁଛନ୍ତି। କମିଶନିଂର ଗୋଟେ ସେଫ୍ଟି ପ୍ରୋଟୋକଲ୍ ଥାଏ, ସେମାନେ କରିବା କଥା, ସବୁ ପଏଣ୍ଟକୁ ଦେଖିବା କଥା, ଚେକ୍ କରିବା କଥା। ଆଉ ରନରେ ଟ୍ୟାପିଂ ହେଉଛି ମାନେ ସେମାନେ ୱେଲ୍ ପ୍ରିପେୟାର୍ଡ ଥିବେ ଅବାଉଟ୍ ଅଲ୍ ଦି ଇଭେଣ୍ଚୁଆଲିଟିଜ୍, ବଟ୍ ଇଭେନ୍ ଦେନ୍ ସେମାନେ କରିନାହାନ୍ତି। ସୋ ଇଟ୍ ଇଜ୍ ଟୋଟାଲି ପାର୍ଟ ଅଫ୍ ଦ ମ୍ୟାନେଜମେଣ୍ଟ। ପ୍ରସିକ୍ୟୁସନ୍ ଭୂଷଣ ଏଗେନ୍ଷ୍ଟ ହେଇଛି, ଆମେ କେସ୍ଟା ଫାଇଲ୍ କରିଦେଲୁ। ପ୍ଲସ୍ ଇଚ୍ ଆଣ୍ଡ ଏଭ୍ରି ଆକ୍ସିଡେଣ୍ଟ କେସ୍ରେ ଆମେ ପ୍ରୋହିବିସନ୍ ଅର୍ଡର ଦେଉଛୁ। କେବଳ ଆଇନ ଉଲ୍ଲଂଘନ ନୁହେଁ, ଭୂଷଣ କାରଖାନାରେ ଦୁର୍ଘଟଣା ସଂଖ୍ୟା ବି ଅଧିକ। ଗତ 7 ବର୍ଷରେ ଏଠାରେ ଦୁର୍ଘଟଣାରେ 70 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଆହତଙ୍କ ସଂଖ୍ୟା 150 ଟପିଛି। ଚଳିତ ବର୍ଷ ଅକ୍ଟୋବର ମଧ୍ୟରେ 14 ଜଣ ଶ୍ରମିକ ଏଠାରେ ମୃତ୍ୟୁବରଣ କରିଛନ୍ତି। ତେବେ ସବୁ ଦୁର୍ଘଟଣାକୁ ଟପି ଯାଇଛି 13 ତାରିଖର ବିସ୍ଫୋରଣ। ମୃତାହତଙ୍କର ସଠିକ୍ ତଥ୍ୟ ମିଳିନଥିଲେ ମଧ୍ୟ କଟକ ଓ ଅନୁଗୁଳର ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ଆହତ। କେତେକଙ୍କ ଅବସ୍ଥା ଉଦ୍ବେଗଜନକ ଅଛି। कास्टास बड़ बड़ बोल्डर आसी ऊपर ले गिरी थे मोर पास रे आसरे फिर मुखे भी गुटे लगला पड़ी गला मुखे मोर समय फिर 150 ରାଜ୍ୟର ବିଭିନ୍ନ କାରଖାନାରେ ଘଟୁଥିବା ଦୁର୍ଘଟଣା ଓ ଶ୍ରମିକ ମୃତ୍ୟୁରେ ଭୂଷଣ ସବୁଠୁ ଆଗରେ ଅଛି। ବିଧାନସଭା ଭିତରେ ଓ ବାହାରେ ଲୋକପ୍ରତିନିଧି ଏଥିପାଇଁ ଭୂଷଣକୁ ଟାର୍ଗେଟ୍ କରିଛନ୍ତି। ସରକାରୀ ସ୍ତରରେ ଉଦ୍ବେଗ ବି ପ୍ରକାଶ ପାଇଛି। ତଥାପି ଭୂଷଣ ଦୁର୍ଘଟଣାରେ ଲଗାମ ଲାଗୁନାହିଁ। ଢେଙ୍କାନାଳରୁ ରାଜଶ୍ରୀ ଶତପଥୀ ଓ ସତୀଶ ମିଶ୍ରଙ୍କ ସହ ଭୁବନେଶ୍ୱରରୁ ଶାନ୍ତିଭୂଷଣ ମିଶ୍ର, OTV। ଲାଗି ରହିଛି ଆଳୁର ଅଭାବ। ଚାହିଦା ମୁତାବକ ଆଳୁ ଆସୁନାହିଁ, ତେଣୁ ଦର ଖସୁନାହିଁ। ହନ୍ତସନ୍ତ ହେଉଛନ୍ତି ସାଧାରଣ ଖାଉଟି। ଆଳୁର ଦୈନନ୍ଦିନ ଖର୍ଚ୍ଚ